ଯେଉଁ ରାସ୍ତା ଈଶ୍ୱର ଆପଣଙ୍କ ପାଇଁ ରଖିଛନ୍ତି ସେହି ରାସ୍ତା କେବେ ବି ବନ୍ଦ କରିପାରିବ ନାହିଁ। ମନୁଷ୍ୟର ଜୀବନ କେବଳ ତା'ର କର୍ମ ଉପରେ ଚାଲିଥାଏ। ଯେମିତି କର୍ମ କରିବ ସେମିତି ଫଳ ପାଇବ। ଥରେ କ୍ଷମା ମାଗି ଭଲ ମଣିଷ ହୋଇଯାଅ, କିନ୍ତୁ ପୁଣି ଥରେ ଭରସା କରି ବୋକା ନ ବନ। ମନର ଗତିବିଧି, ଦୋଷ, ବିଶ୍ୱାସ ଆଉ ଭାବନା ମାଧ୍ୟମରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ତମ ସହିତ ରହିଛି। ଜୀବନରେ ଦୁଃଖ ଏଇଥିପାଇଁ ଆସିଥାଏ ଯେଉଁଥିରେ ଆମେ ଆଶା ରଖିଥାଉ ଯାହା ଆମେ ରଖିବା ଉଚିତ ନୁହେଁ। ଯଦି ମୁଁ ଏହି ସୃଷ୍ଟିର ରଚୟିତା କରିଛି, ମୁଁ ହିଁ ଏହି ସୃଷ୍ଟିର ପାଳନ ପୋଷଣ କରୁଛି, ଆଉ ମୁଁ ହିଁ ଏହି ସୃଷ୍ଟିର ବିନାଶ କରେ। ଯେତେବେଳେ ସଂସାରର ଧର୍ମର କ୍ଷୟ ହେବ, ଅଧର୍ମର ବିଜୟ ହେବ, ମୁଁ ପୃଥିବୀର ଅବତାର ନେବି। ଶାନ୍ତିରେ ଦୁଃଖର ନାଶ ହୋଇଯାଏ, ଆଉ ଶାନ୍ତିରେ ମଣିଷର ବୁଦ୍ଧି ସ୍ଥିର ହୋଇ ପରମାତ୍ମା ସହିତ ଲୀନ ହୋଇଯାଏ। ଆମର ପରୀକ୍ଷା କେତେବେଳେ ହୋଇଥାଏ? ଯେତେବେଳେ ଆମେ ଯାହା ଚାହିଁଥାଉ ତାହା ମିଳିନଥାଏ, ଆଉ ସେତେବେଳେ ବି ଆମେ ଭଗବାନଙ୍କୁ ଧନ୍ୟବାଦ ଦେବା। ଲୋକମାନେ ସବୁବେଳେ ସତ କହି ବହୁତ ଅସୁବିଧାରେ ପଡ଼ନ୍ତି ଆଉ ଡରନ୍ତି ମଧ୍ୟ, କିନ୍ତୁ ସତ କେବେ ଲୁଚି ରହେ ନାହିଁ, ନା ତାକୁ କେହି ମିଛ ବୋଲି ପ୍ରମାଣିତ କରିପାରିବ। କେତେ ବି ସତକୁ ଲୁଚାଅ, ଦିନେ ନା ଦିନେ ସତ ସାମ୍ନାକୁ ଆସିବ। ଯେଉଁ କଥା ସତ ସହିତ ଆଧାରିତ ଅଛି ତାହା କହିବାରେ ବା ମାନିବାରେ କେବେ ବି ଡରନ୍ତୁ ନାହିଁ। ଇଚ୍ଛା ପୂରା ନହେଲେ କ୍ରୋଧ ବଢ଼ିଥାଏ। ଇଚ୍ଛା ଯେତେବେଳେ ପୂରା ହୋଇଯାଏ, ଲୋଭ ବଢ଼ିଥାଏ। ଏଥିପାଇଁ ଜୀବନରେ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଧୈର୍ଯ୍ୟ କେବଳ ରାସ୍ତା ଦେଖାଇଥାଏ, କିନ୍ତୁ ତମ ମଞ୍ଜିଲ ପାଇବା ପାଇଁ ତମ କର୍ମ କେବଳ ଏଥିପାଇଁ ଦାୟୀ ହୋଇଥାଏ। ଯେଉଁ ଲୋକ ସବୁ ଇଚ୍ଛାକୁ ତ୍ୟାଗ କରିଥାଏ ତାକୁ ଶାନ୍ତି ମିଳିଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, ଯଦି ତମକୁ କେହି ଦୁଃଖ ଦେଇଛନ୍ତି କେବେ ବି ନିଜକୁ ଉଦାସ କର ନାହିଁ। ଲୋକ ସେହି ଗଛରେ ପଥର ଫିଙ୍ଗନ୍ତି ଯେଉଁ ଗଛରେ ବହୁତ ମିଠା ଫଳ ହୋଇଥାଏ। ସ୍ୱାର୍ଥ ପାଇଁ ରିଲେସନ୍ ବନେଇବା ଯେତିକି ଚେଷ୍ଟା କର ସେଇଟା କେବେ ହେଲେ ବନିପାରେ ନାହିଁ, ଆଉ ପ୍ରେମ ସହିତ ବନିଥିବା ରିଲେସନ୍ ଯେତିକି ଭାଙ୍ଗିବାକୁ ଚେଷ୍ଟା କର କେବେ ହେଲେ ଭାଙ୍ଗିପାରିବ ନାହିଁ। ଯଦି ବ୍ୟକ୍ତି ଶିକ୍ଷା ଆଗରୁ ସଂସ୍କାର, ଆଉ ବ୍ୟାପାର ଆଗରୁ ବ୍ୟବହାର, ଆଉ ଭଗବାନ ଆଗରୁ ମାତା ପିତାଙ୍କୁ ପୂଜା କରେ, ତ ଜୀବନରେ କେବେ ବି ଅସୁବିଧା ହେବ ନାହିଁ। ଯେଉଁ ମଣିଷ ଜୀବନରେ ବହୁତ ପାପ କରିଛି ତାକୁ ବୃଦ୍ଧ ଅବସ୍ଥାରେ ନିଦ ଆସିବ ନାହିଁ।